ତ ପିଲାମାନେ କେମିତି ଅଛ? ମୁଁ ଆଶା କରୁଛି ତୁମେମାନେ ଭଲରେ ଥିବ। ତ ଆଜିର ଭିଡ଼ିଓରେ ଆମେ ଷଷ୍ଠ ଶ୍ରେଣୀ ବିଜ୍ଞାନ ବହିର ସପ୍ତମ ନମ୍ବର ଅଧ୍ୟାୟ ବା 7 ନମ୍ବର ଅଧ୍ୟାୟ ଜୀବ ଓ ନିର୍ଜୀବର ପ୍ରଶ୍ନ ଉତ୍ତର ଆଲୋଚନା କରିବା। ତା ପୂର୍ବରୁ ଚ୍ୟାନେଲରେ ଯଦି ପ୍ରଥମ ଥର ପାଇଁ ଆସିଛ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅ ଓ ବେଲ୍ ଆଇକନ୍ ବଟନକୁ ଦବାଇ ଦିଅ। ଓ ଯଦି ଭିଡ଼ିଓ ଭଲ ଲାଗିଲା କମେଣ୍ଟରେ ନିଶ୍ଚୟ କହିବ ଓ ଭିଡ଼ିଓକୁ ଲାଇକ୍ କରିଦିଅ ହେଲା। ତ ଚାଲ ଆମେ ପ୍ରଥମେ ତା'ର ଉପକ୍ରମକୁ ଦେଖିବା, ତାପରେ ପ୍ରଶ୍ନ ଉତ୍ତର ଆଲୋଚନା କରିବା। ତ ଏଠି ଦେଇଛି ଆମ ପରିବେଶରେ ଆମେ ସମୁଦ୍ର, ନଦୀ, ପାହାଡ଼, ପର୍ବତ, ବିଭିନ୍ନ ପ୍ରକାର ପ୍ରାଣୀ, ଉଦ୍ଭିଦ, ଗାଡ଼ି ମଟର, ଅଟ୍ଟାଳିକା ଇତ୍ୟାଦି ଅନେକ ବସ୍ତୁ ଦେଖୁଛି। ତ ଆମେ ଆମ ଜୀବନରେ ବିଭିନ୍ନ ପ୍ରକାର ଜିନିଷ ଦେଖୁଛେ, ନଦୀ, ସମୁଦ୍ର, ପାହାଡ଼, ପର୍ବତ। ଏହିସବୁ ବସ୍ତୁ ଏକ ପ୍ରକାର ନୁହନ୍ତି, ସମସ୍ତେ ସମାନ ନୁହନ୍ତି। ସବୁ ବସ୍ତୁ ଭିତରେ କିଛି ନା କିଛି ପାର୍ଥକ୍ୟ ରହିଛି। ସମସ୍ତଙ୍କର ଆକୃତି, ଗଠନ ଓ ବର୍ଣ୍ଣ ଅଲଗା। ତ ନଦୀ, ସମୁଦ୍ର, ପାହାଡ଼, ପର୍ବତ ଏମାନଙ୍କର ଆକାର ଅଲଗା, ସେମାନଙ୍କର ଗଠନ ଅଲଗା ଓ ବର୍ଣ୍ଣ ରଙ୍ଗ ଅଲଗା। ଜୀବ କ'ଣ? ଆମେ ଦେଖିବା ଜୀବ କ'ଣ? ପିମ୍ପୁଡ଼ି, ଜିଆ, ଜନ୍ଦା, ଅସରପା, କୁକୁର, କୁକୁଡ଼ା, ସାପ, ଏଣ୍ଡୁଅ, ଶୁଆ, କାଉ ଜୀବନ ଅଛି। ତ ପିମ୍ପୁଡ଼ି, ଜିଆ, ଜନ୍ଦା, ଅସରପା, କୁକୁର, କୁକୁଡ଼ା, ସାପ, ଏଣ୍ଡୁଅ ଏମାନଙ୍କର ଜୀବନ ଅଛି। ଯାହାର ଜୀବନ ଅଛି ତାହାକୁ ଜୀବ ବୋଲି କହିବା। ତ ଆମେ ସିଧାସଳଖ ଜାଣିବା ଯେ ଯାହାର ଜୀବନ ଅଛି ତାହାକୁ ଜୀବ ଓ ଯାହାର ଜୀବନ ନାହିଁ ତାହାକୁ ନିର୍ଜୀବ ବୋଲି କହିବା। ଗାଡ଼ି ମଟର, ବାସନକୁସନ, ବହି କଲମ, ରେଡ଼ିଓ, ସାଇକେଲ ଇତ୍ୟାଦିର ଜୀବନ ନାହିଁ, ତେଣୁ ତାହାକୁ ଆମେ ନିର୍ଜୀବ ବୋଲି କହିବା। ଜୀବନ ଅଛି ଦେଖ, କୁକୁର, ପିମ୍ପୁଡ଼ି, ଜିଆ, ଅସରପା, କୁକୁଡ଼ା ଏମାନଙ୍କର ଜୀବନ ଅଛି, ତ ଏମାନଙ୍କୁ ଜୀବ ବୋଲି କହିବା। ଏହି ବୃକ୍ଷମାନଙ୍କର ମଧ୍ୟ ଜୀବନ ଅଛି, ତେଣୁ ଆମେ ଏହାକୁ ଜୀବ ବୋଲି କହିବା। କିନ୍ତୁ ଏଠାରେ ଆମେ ଦେଖିବା ସାଇକେଲ, ବସ୍, ପେନ୍ ଓ ବୁକ୍ ବହି ଗୁଡ଼ାକ ଏମାନଙ୍କର ଜୀବନ ନାହିଁ, ତେଣୁ ଏହାକୁ ଆମେ ନିର୍ଜୀବ ବୋଲି କହିବା। ବେଳେବେଳେ ଜୀବ ଓ ନିର୍ଜୀବ ସହଜରେ ଜୀବମାନଙ୍କ ପାଖରେ କିଛି ବିଶେଷତ୍ୱ ଥାଏ, ଯାହାଦ୍ୱାରା ସେମାନେ ନିର୍ଜୀବମାନଙ୍କଠାରୁ ସମ୍ପୂର୍ଣ୍ଣ ଅଲଗା ହୋଇଥାନ୍ତି। ତ ବେଳେବେଳେ କ'ଣ ହୋଇଥାଏ, ଜୀବ ଓ ନିର୍ଜୀବମାନଙ୍କ ମଧ୍ୟରେ କିଛି ବିଶେଷତ୍ୱ ଥାଏ, ଯାହାଦ୍ୱାରା ଆମେ ସେମାନଙ୍କୁ ନିର୍ଜୀବମାନଙ୍କଠାରୁ ସମ୍ପୂର୍ଣ୍ଣ ଅଲଗା କରିଥାଉ। ଏବେ ଆମେ ତା'ର ପ୍ରଶ୍ନ ଉତ୍ତର ଆଲୋଚନା କରିବା। ଘରେ ଦେଇଛି ପଥର ଖଣ୍ଡ ଓ ବିଲେଇ ମଧ୍ୟରେ ଥିବା 3ଟି ପାର୍ଥକ୍ୟ ଲେଖ। ତ ପଥର ଖଣ୍ଡ ଓ ବିଲେଇ ମଧ୍ୟରେ 3ଟି ପାର୍ଥକ୍ୟ କ'ଣ? ଉତ୍ତର ଲେଖିବା। ପଥର ଖଣ୍ଡ ଗୋଟିଏ ନିର୍ଜୀବ ବସ୍ତୁ, ପଥର ଜୀବନ ନାହିଁ, ତ ଆମେ ତାକୁ ନିର୍ଜୀବ ବୋଲି କହିବା। ମାତ୍ର ବିଲେଇ ଜୀବ ଅଟେ, ତାହା ଚାଲି ବୁଲିପାରେ, ଖାଇପାରେ, ସବୁକିଛି କରିପାରେ। ପଥର ଖାଦ୍ୟ, ଜଳ, ବାୟୁ ଆବଶ୍ୟକ କରେ ନାହିଁ। ତ ପଥରର ଖାଦ୍ୟ, ଜଳ, ବାୟୁ ଏଗୁଡ଼ିକର କିଛି ଆବଶ୍ୟକତା ନାହିଁ, ମାତ୍ର ବିଲେଇର ଖାଦ୍ୟ, ଜଳ, ବାୟୁ ଏଗୁଡ଼ିକର ଆବଶ୍ୟକତା ଅଛି। ପଥର ଗୋଟିଏ ସ୍ଥାନରେ ପଡ଼ି ରହିଥିବା ବେଳେ ବିଲେଇ ଚାରିଆଡ଼େ ଗତି କରିପାରେ। ତ ଏମାନଙ୍କ ମଧ୍ୟରେ ପାର୍ଥକ୍ୟ ହେଲା ପଥର ଖଣ୍ଡ ଗୋଟିଏ ନିର୍ଜୀବ, ମାତ୍ର ବିଲେଇ ଗୋଟିଏ ଜୀବ ଅଟେ। ପଥର ଖାଦ୍ୟ, ଜଳ, ବାୟୁ ଆବଶ୍ୟକ କରେ ନାହିଁ, ମାତ୍ର ବିଲେଇ ଆବଶ୍ୟକ କରିଥାଏ। ପଥର ଗୋଟିଏ ସ୍ଥାନରେ ରହିଥିବା ବେଳେ ବିଲେଇ ଚାରିଆଡ଼େ ବୁଲିଥାଏ। ପ୍ରଶ୍ନ ନମ୍ବର 2 ଦେଇଛି କୁକୁର ଓ ଆମ୍ବ ଗଛ ମଧ୍ୟରେ 2ଟି ସାମଞ୍ଜସ୍ୟ ଓ 2ଟି ପାର୍ଥକ୍ୟ ଲେଖ। ସାମଞ୍ଜସ୍ୟ କହିଲେ ସମାନତା ଓ ପାର୍ଥକ୍ୟ କ'ଣ? ସାମଞ୍ଜସ୍ୟ, କୁକୁରର ଜୀବନ ଅଛି, ଆମ୍ବ ଗଛର ମଧ୍ୟ ଜୀବନ ଅଛି। କୁକୁର ଖାଦ୍ୟ ଗ୍ରହଣ, ଶ୍ୱାସକ୍ରିୟା, ବଂଶବୃଦ୍ଧି କରିଥାଏ। ଆମ୍ବ ଗଛ ଖାଦ୍ୟ ଗ୍ରହଣ କରେ, ଶ୍ୱାସକ୍ରିୟା କରେ ଓ ବଂଶବୃଦ୍ଧି କରିଥାଏ ହେଲା। ସାମଞ୍ଜସ୍ୟ ହେଲା କୁକୁର ଜୀବନ ଅଛି, ଆମ୍ବ ଗଛର ମଧ୍ୟ ଜୀବନ ଅଛି। କୁକୁର ଖାଦ୍ୟ ଗ୍ରହଣ କରେ, ଶ୍ୱାସକ୍ରିୟା କରେ, ବଂଶବୃଦ୍ଧି କରିଥାଏ, ସେପରି ଆମ୍ବ ଗଛ ମଧ୍ୟ କରିଥାଏ। ପାର୍ଥକ୍ୟ, କୁକୁର ଗୋଟିଏ ଜୀବ ଅଟେ ହେଲା, କୁକୁର ଗୋଟିଏ ଜୀବ, ଆମ୍ବ ଗୋଟିଏ ଜୀବ ଅଟେ, ଏହା ମଧ୍ୟ ଜୀବ ଅର୍ଥ ଉଦ୍ଭିଦ ଅଟେ। କୁକୁରଠାରେ ପ୍ରତ୍ୟକ୍ଷ ଚଳନ ଦେଖାଯାଏ, କୁକୁର ଚାଲି ବୁଲିପାରେ, ଆମ୍ବ ଗଛଠାରେ ପ୍ରତ୍ୟକ୍ଷ ଚଳନ ଦେଖାଯାଇ ନଥାଏ। ପ୍ରଶ୍ନ ନମ୍ବର 3 ଜୀବ ପରିବେଶ ସହ କିପରି ପ୍ରତିକ୍ରିୟା କରେ? ତୁମର ଅନୁଭୂତିରୁ 3ଟି ଉଦାହରଣ ଦେଇ ବୁଝାଅ। ଜୀବ କିପରି ପରିବେଶ ସହିତ ପ୍ରତିକ୍ରିୟା କରିଥାଏ? ଉତ୍ତର ହେଇଯିବ, ଗୋଟିଏ ଛୋଟିଆ ଗଛ ଉପରେ ମାଟି ହାଣ୍ଡିଟିଏ ଘୋଡ଼ାଇ ଦେଲେ ହାଣ୍ଡିରେ ଗୋଟିଏ କଣା କଲେ ଗଛଟି କଣା ଦେଇ ବାହାରକୁ ବାହାରିବ। ଯଦି ଆମେ ଗୋଟିଏ
ଯଦି ଆମେ ଗୋଟେ ଛୋଟିଆ ଗଛ ଉପରେ ମାଟି ହାଣ୍ଡିଟି ରଖିଦେବା ଓ ସେଥିରେ ଗୋଟେ ଛିଦ୍ର କଣା କରିଦେବା, ତାହେଲେ ଗଛଟି କଣା ଦେଇ ବାହାରକୁ ବାହାରିବ। ଗଛ ଆଲୋକ ପାଇବା ପାଇଁ ଏଭଳି ପ୍ରତିକ୍ରିୟା ପ୍ରକାଶ କରିଥାଏ। କାହିଁକି ସେ ଏମିତି କରିଥାଏ? ଆଲୋକ ପାଇବା ପାଇଁ। ଖାଲି ପାଦରେ ଗଲାବେଳେ ଯଦି କଣ୍ଟା ଉପରେ ଆମ ପାଦ ପଡ଼ିଯାଏ, ତେବେ ପାଦ ଆପଣା ଯାଏ ଉପରକୁ ଉଠିଯାଏ। ଏଭଳି ପାରିପାର୍ଶ୍ୱିକ ପରିବର୍ତ୍ତନରେ ଆମ ଶରୀର ପ୍ରତିକ୍ରିୟା ଦେଖାଇଥାଏ। ଆମେ ସୁଆଦିଆ ଖାଦ୍ୟ ବିଷୟରେ ଭାବିଲା ବେଳକୁ ପାଟିରୁ ଲାଳ ବାହାରି ଯାଇଥାଏ। ଏହିସବୁ ପାରିପାର୍ଶ୍ୱିକ ପରିବର୍ତ୍ତନରେ ଆମ ଶରୀର ପ୍ରତିକ୍ରିୟା ପ୍ରକାଶ କରିଥାଏ। ପ୍ରଶ୍ନ ନମ୍ବର 4, ନିଆଁ ଜୀବ କି? ତୁମେ ଉତ୍ତରର ଯଥାର୍ଥତା ବୁଝାଅ। ନିଆଁର ଜୀବନ ଅଛି କି? ସେ ଜୀବ କି ନାହିଁ? ଯଥାର୍ଥତା ବୁଝାଅ। ଉତ୍ତର, ନିଆଁ ଜୀବ ନୁହେଁ। ନିଆଁର ଜୀବ ନାହିଁ, କାରଣ ନିଆଁର ବଂଶବୃଦ୍ଧି, ଖାଦ୍ୟ ଗ୍ରହଣ, ରେଚନ ଆଦି ହୁଏ ନାହିଁ। କାହିଁକି ସେ ଜୀବ ନୁହେଁ? କାରଣ ସେ ଖାଦ୍ୟ କରେ ନାହିଁ, ତା'ର ବଂଶବୃଦ୍ଧି ହୁଏ ନାହିଁ ଓ ସେ ରେଚନ ଆଦି ହୁଏ ନାହିଁ। ତେଣୁ ତା'ର ଜୀବନ ନାହିଁ, ଏହା ଜୀବ ନୁହେଁ। ପ୍ରଶ୍ନ ନମ୍ବର 5, ଶିଉଳି ଜୀବ କି ନିର୍ଜୀବ? ଯୁକ୍ତି ଦ୍ୱାରା ବୁଝାଅ। ଶିଉଳି ଗଛ ଜୀବ ଅଟେ କି ନିର୍ଜୀବ ଅଟେ? ଯୁକ୍ତି ଦ୍ୱାରା ବୁଝାଅ। ଉତ୍ତର ଯିବ ଶିଉଳି ଜୀବ ଅଟେ। କ'ଣ? ଜୀବ ଅଟେ। କାରଣ ଏହାର ବୃଦ୍ଧି, ଖାଦ୍ୟ ଗ୍ରହଣ, ଶ୍ୱାସକ୍ରିୟା, ରେଚନ, ବଂଶବୃଦ୍ଧି ଇତ୍ୟାଦି ହୋଇଥାଏ। କାହିଁକି ସେ ଗୋଟେ ଜୀବ? କାରଣ ସେ ଖାଦ୍ୟ ଗ୍ରହଣ କରିଥାଏ, ଶ୍ୱାସକ୍ରିୟା କରିଥାଏ ଓ ବୃଦ୍ଧି ମଧ୍ୟ ହୋଇଥାଏ। ତେଣୁ ଏହା ଏକ ଜୀବ ଅଟେ।